ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାଷାଗୁଡ଼ିକ ମଧ୍ୟରେ ରହିଥିବା ଦୂରତ୍ୱକୁ ହ୍ରାସ କରିବା ସାମୂହିକ ଦାୟିତ୍ୱ ହେବା ଉଚିତ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶର ଗ୍ରାମୀଣ କ୍ଷେତ୍ର ସହାୟତା ଆଧାରରେ ନିରନ୍ତର ବିକାଶ ଉପରେ ଗୁରୁତ୍ୱ ଆରୋପ କଲେ ଉପରାଷ୍ଟ୍ରପତି। ଜୋହାନ୍ସବର୍ଗଠାରେ ଭାରତ, ଅଷ୍ଟ୍ରେଲିଆ, ଫ୍ରାନ୍ସ ମଧ୍ୟରେ ବୈଦେଶିକ ମନ୍ତ୍ରୀସ୍ତରୀୟ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ। ସପ୍ତମ ଓଡ଼ିଶା ବିଧାନସଭାର ଗତକାଲି ଶେଷ ହେଲା ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ। ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାସ 7 ତାରିଖରୁ ଆରମ୍ଭ ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ଭାଷାଗୁଡ଼ିକ ମଧ୍ୟରେ ରହିଥିବା ଦୂରତ୍ୱ ହ୍ରାସ କରିବା ସାମୂହିକ ଦାୟିତ୍ୱ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ 98ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ଗତକାଲି ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ରର ଅନେକ ସନ୍ଥ ମରାଠୀ ଭାଷାରେ ଭକ୍ତି ଆନ୍ଦୋଳନ ମାଧ୍ୟମରେ ସମାଜକୁ ନୂତନ ଦିଗ ପ୍ରଦର୍ଶନ କରିଛନ୍ତି। ସରକାର ପ୍ରତ୍ୟେକ ଭାଷାକୁ ମୁଖ୍ୟସ୍ରୋତର ସ୍ୱର ଭାବରେ ପ୍ରତିପାଦନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଭାରତୀୟ ଭାଷାଗୁଡ଼ିକ ପରସ୍ପରକୁ ସମୃଦ୍ଧ କରିଛନ୍ତି। ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀ ଦେଶର 147 ବର୍ଷର ଯାତ୍ରାର ସାକ୍ଷୀ ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ 350 ବର୍ଷ ପୂର୍ତ୍ତି ପାଳନ ବେଳେ ଏହି ସମ୍ମିଳନୀର ଆୟୋଜନ ଉଲ୍ଲେଖନୀୟ। मराठी भाषा और मराठी साहित्य ने समाज के शोषित वंचित वर्ग के लिए सामाजिक मुक्ति के द्वार खोलने का भी अद्भुत काम किया है। 3 ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ଏବଂ ଭାଷାବିତ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଛି। ଏହି ଅବସରରେ ପୁସ୍ତକ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଉଛି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ନିରନ୍ତର ବିକାଶ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ 21ତମ ଆଫ୍ରିକୀୟ ଏସୀୟ ଗ୍ରାମୀଣ ଉନ୍ନୟନ ସଂଗଠନର ଉଦ୍ଘାଟନୀ ଅଧିବେଶନକୁ ଗତକାଲି ସମ୍ବୋଧନ କରି ଉପରାଷ୍ଟ୍ରପତି କହିଛନ୍ତି, ଗ୍ରାମୀଣ କ୍ଷେତ୍ର ସହାୟତାରେ ଦେଶର ନିରନ୍ତର ବିକାଶର ମୂଳଦୁଆ ସ୍ଥାପନ କରାଯାଇପାରିବ। ଏହି ଅବସରରେ ଗ୍ଲୋବାଲ ସାଉଥ୍କୁ ବିଶ୍ୱ ମଞ୍ଚରେ ଉପସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଉପରେ ସେ ଆଲୋକପାତ କରିଛନ୍ତି। କୃତ୍ରିମ ବୁଦ୍ଧିମତ୍ତା, ଦକ୍ଷତା ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଉପରାଷ୍ଟ୍ରପତି ଆଲୋକପାତ କରିବା ସହ ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ପାଇଁ ନୂତନ ମାର୍ଗ ଉନ୍ମୋଚନ କରିବା ଉପରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 119ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଜୋହାନ୍ସବର୍ଗଠାରେ ଭାରତ, ଅଷ୍ଟ୍ରେଲିଆ, ଫ୍ରାନ୍ସ ମଧ୍ୟରେ ବୈଦେଶିକ ମନ୍ତ୍ରୀସ୍ତରୀୟ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ଓଙ୍ଗ ଏବଂ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜିନ୍ ନୋଏଲ୍ ବାରୋଟ୍ ଏହି ବୈଠକରେ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପରସ୍ପରର ସ୍ଥିତିକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ଏହି ବୈଠକରେ ବିଭିନ୍ନ ପକ୍ଷଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ମତକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। G20 ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା ନୀତିର ଉଚ୍ଚ ପ୍ରତିନିଧି କାଜା କାଲାସଙ୍କ ସହ ଡକ୍ଟର ଜୟଶଙ୍କର ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ୟୁରୋପୀୟ ସଂଘ ସମ୍ପର୍କ ସହିତ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଆଙ୍ଗୋଲାର ବୈଦେଶିକ ମନ୍ତ୍ରୀ ଆମ୍ବଟେଟେ ଆଣ୍ଟିନିଓଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ଏବଂ ଭାରତ ଆଫ୍ରିକା ସମ୍ପର୍କ ଉପରେ ଆଲୋଚନା କରିଛନ୍ତି। ଡକ୍ଟର ଜୟଶଙ୍କର ମଧ୍ୟ ଆୟାରଲାଣ୍ଡ ପ୍ରତିପକ୍ଷ ସିମନ୍ ହାରିସ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀରେ ଆଜି ପୁଷା କୃଷି ବିଜ୍ଞାନ ମେଳା 2025 ଆୟୋଜିତ ହେବ।
केन्द्र कृषि और कृषक कल्याण मंत्री शिवराज सिंह चौहान ଏହି ମେଳାକୁ ଉଦ୍ଘାଟନ କରିବେ। ଉନ୍ନତ କୃଷି ବିକଶିତ ଭାରତ ବିଷୟବସ୍ତୁ ଉପରେ ଆଧାରିତ ଏହି ମେଳା 3 ଦିନ ଧରି ଚାଲିବ। ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ନୂତନ ଜ୍ଞାନକୌଶଳ ଦ୍ୱାରା ବିକଶିତ ବିଭିନ୍ନ କିସମର ଉଦ୍ଭିଦ ଏହି ମେଳାରେ ପ୍ରଦର୍ଶିତ ହେବ। ମେଳାରେ କୃଷି ବିଜ୍ଞାନ କେନ୍ଦ୍ର, କୃଷକ ଉତ୍ପାଦ ସଂଗଠନ, ଉଦ୍ୟୋଗୀ ଏବଂ ବିଭିନ୍ନ ଷ୍ଟାର୍ଟଅପ୍ ସଂସ୍ଥା ପକ୍ଷରୁ ବିଭିନ୍ନ ଉତ୍ପାଦ ଓ କୃଷି ସମ୍ବନ୍ଧୀୟ ଜ୍ଞାନକୌଶଳ ପ୍ରଦର୍ଶିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶେଷ ହୋଇଛି। ବାଚସ୍ପତି ସୁରମା ପାଢ଼ୀ ଗତକାଲି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଏବଂ 2,90,000 କୋଟି ଟଙ୍କାର ବଜେଟ୍ ଆଗତ ହୋଇଥିଲା। ଗତ 13 ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ମୋଟ 8ଟି କାର୍ଯ୍ୟ ଦିବସ ରହିଥିଲା। ଏହି ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାସ 7 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ମହାରାଷ୍ଟ୍ରର ପୁଣେଠାରେ 27ତମ ପଶ୍ଚିମାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଗୁଜରାଟ, ଗୋଆ, ମହାରାଷ୍ଟ୍ର, କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉର ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ବରିଷ୍ଠ ପ୍ରଶାସକ ପ୍ରମୁଖ ଯୋଗଦେବେ। କ୍ଷେତ୍ରୀୟ ସ୍ତରରେ ମୌଳିକ ଢାଞ୍ଚା, ଖଣି, ପରିବେଶ, ଜଙ୍ଗଲ, ଖାଦ୍ୟ ନିରାପତ୍ତା ଆଦି ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହା ଜନତା ସହକାରୀ ବ୍ୟାଙ୍କର ପ୍ଲାଟିନମ୍ ଜୁବୁଲି ସମାରୋହର ଉଦ୍ଯାପନୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ପୁଣେ ଜିଲ୍ଲାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଶ୍ରୀ ଶାହା ଏହି ଅବସରରେ ଯୋଜନା ସମ୍ପର୍କିତ କାଗଜପତ୍ର ହସ୍ତାନ୍ତର କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଅଜିତ ପାୱାର ପ୍ରମୁଖ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 19ତମ କିସ୍ତି ବାବଦ ଅର୍ଥ ପ୍ରଦାନ କରିବେ। ନୂଆଦିଲ୍ଲୀଠାରେ ଗତକାଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋମବାର ଦିନ ବିହାରର ଭାଗଲପୁରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ଯୋଜନାର ଏହି କିସ୍ତି ପ୍ରଦାନ କରିବେ। 2,50,00,000 ଚାଷୀ ଦେଶର ବିଭିନ୍ନ ସ୍ଥାନରୁ ଏହି ସମାରୋହରେ ବ୍ୟକ୍ତିଗତ ତଥା ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ। ଯୋଗ୍ୟ ଚାଷୀଙ୍କୁ ଏହି ଯୋଜନା ଅଧୀନରେ 3ଟି ସମାନ କିସ୍ତିରେ ବାର୍ଷିକ 6,000 ଟଙ୍କା ପ୍ରଦାନ କରାଯାଇଥାଏ ବୋଲି ଶ୍ରୀ ଚୌହାନ କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ 3,40,000 କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇ ସାରିଛି। ପିଏମ୍ କିଷାନ ଯୋଜନା ଛୋଟ ଚାଷୀଙ୍କ ଜୀବନଧାରଣ ମାନରେ ଏକ ବଡ଼ ପରିବର୍ତ୍ତନ ଆଣିପାରିଛି ବୋଲି କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ବି ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ପାକିସ୍ତାନର ଲାହୋରସ୍ଥିତ ଗଦାଫି ଷ୍ଟାଡିୟମ୍ରେ ଭାରତୀୟ ସମୟ ଅପରାହ୍ନ 2:30ଟାରେ ଏହି ମ୍ୟାଚ୍ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ 107 ରନ୍ରେ ପରାସ୍ତ କରିଛି। କରାଚିର ଜାତୀୟ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ୍ ବିନିମୟରେ 315 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରିଆନ୍ ରେକଲ୍ଟନ୍ 103 ରନ୍ର ପାଳି ଖେଳିଥିଲେ। 316 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ 43 ଓଭର 3ଟି ବଲ୍ରେ 208 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ରହମତ ଶାହା ସର୍ବାଧିକ 90 ରନ୍ ସଂଗ୍ରହ କରିଥିଲେ। ରେକଲ୍ଟନ୍ଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତ ଗତକାଲିର ମ୍ୟାଚ୍ରେ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆୟାରଲାଣ୍ଡକୁ ଭାରତ 3-1 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତାଲିକାର 5ମ ସ୍ଥାନରେ ପହଞ୍ଚିଛି। ଦୁଇ ଦଳ ମଧ୍ୟରେ ସେହି ଷ୍ଟାଡିୟମ୍ଠାରେ ଆଜି ମଧ୍ୟ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ମହିଳା ବର୍ଗରେ ଜର୍ମାନୀ 4-0 ଗୋଲ୍ରେ ଭାରତକୁ ହରାଇ ଦେଇଛି। ତାଲିକାରେ ମହିଳା ଭାରତୀୟ ଦଳ 7ମ ସ୍ଥାନରେ ରହିଛନ୍ତି। ଉଭୟ ଦଳ ମଧ୍ୟରେ ଅପରାହ୍ନ 5:15 ଆଜି ପରବର୍ତ୍ତୀ ମ୍ୟାଚ୍ ଖେଳାଯିବ। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ବେଙ୍ଗାଲୁରୁର ଏନ୍ ଚେନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 4 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ମୁମ୍ବାଇ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ବେଙ୍ଗାଲୁରୁ 7 ୱିକେଟ୍ ବିନିମୟରେ 167 ରନ୍ ସଂଗ୍ରହ କରିଥିଲା। 168 ରନ୍ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ 4 ୱିକେଟ୍ ବିନିମୟରେ ଗୋଟିଏ ବଲ୍ ବାକି ଥାଇ ହାସଲ କରିପାରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅମନଜୋତ କୌରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ମନୋନୀତ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାଷାଗୁଡ଼ିକ ମଧ୍ୟରେ ରହିଥିବା ଦୂରତ୍ୱକୁ ହ୍ରାସ କରିବା ସାମୂହିକ ଦାୟିତ୍ୱ ହେବା ଉଚିତ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶର ଗ୍ରାମୀଣ କ୍ଷେତ୍ର ସହାୟତା ଆଧାରରେ ନିରନ୍ତର ବିକାଶ ଉପରେ ଗୁରୁତ୍ୱ ଆରୋପ କଲେ ଉପରାଷ୍ଟ୍ରପତି।
ଜୋହାନ୍ସବର୍ଗଠାରେ ଭାରତ ଅଷ୍ଟ୍ରେଲିଆ ଫ୍ରାନ୍ସ ମଧ୍ୟରେ ବୈଦେଶିକ ମନ୍ତ୍ରୀସ୍ତରୀୟ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ। ସପ୍ତଦଶ ଓଡ଼ିଶା ବିଧାନସଭାର ଗତକାଲି ଶେଷ ହେଲା ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ। ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାସ 7 ତାରିଖରୁ ଆରମ୍ଭ ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପରସ୍ପରକୁ ଭେଟିବେ। ସମ୍ବାଦ ଶେଷ ହେଲା।